ପିତା ପୁତ୍ର ପବିତ୍ର ଆତ୍ମାଙ୍କର ପବିତ୍ର ନାମକୁ ଧନ୍ୟବାଦ ଦିଏ। ପ୍ରଭୁ ଆମମାନଙ୍କୁ ଅନୁଭବ କଲେ ତାପରେ ପବିତ୍ର ପ୍ରାଙ୍ଗଣ ଯୋଗୁଁ ଆସି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଉତ୍ସବ ପାଳନ କରିବା ଅବସରରେ ତାଙ୍କର ସାନ୍ନିଧ୍ୟ ମଧ୍ୟରେ ରହିବା ପାଇଁ ପ୍ରଭୁ ଆମମାନଙ୍କୁ ବିଶେଷ ଅନୁଗ୍ରହ କରିଥିବାରୁ ପ୍ରଭୁଙ୍କ ମାନଙ୍କୁ ବିଶେଷ ଧନ୍ୟବାଦ। ବିଶେଷରେ ପ୍ରଭୁ ପୁନର୍ବାର ଧନ୍ୟବାଦ ଦିଏ। ପ୍ରଭୁ ଅନୁଗ୍ରହ କରି ଆଉ ମୋ ଭଳି ଜଣେ ସାଧାରଣ ବ୍ୟକ୍ତିକୁ ଆପଣମାନଙ୍କ ସମ୍ମୁଖରେ ଥିବା ପାଇଁ ସୁଯୋଗ ପ୍ରଦାନ କରୁଛନ୍ତି। ପୁନର୍ବାର ଧନ୍ୟବାଦ ଦେବି ଆମଙ୍କର ମଣ୍ଡଳୀର ପାଳକ ମହାଶୟଙ୍କୁ, ପୁଲପିଟ୍ କମିଟି ମଣ୍ଡଳୀର ସମସ୍ତ କର୍ମକର୍ତ୍ତା ଏବଂ କର୍ମକର୍ତ୍ରୀ ମାନଙ୍କୁ, ଯିଏକି ଆଜି ଏଭଳି ଏକ ବିଶେଷ ରାତ୍ରି ସମୟରେ ପ୍ରଭୁଙ୍କର ବାକ୍ୟର ଅଂଶ ହେବା ପାଇଁ ମୋତେ ସୁଯୋଗ ପ୍ରଦାନ କରିଛନ୍ତି। ଆଜିର ଏହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଉତ୍ସବ ପାଳନ ଅବସରରେ ତାଙ୍କର ଏହି ପବିତ୍ର ମନ୍ଦିର ମଧ୍ୟରେ ଉପସ୍ଥିତ ଥିବା ପ୍ରଭୁଙ୍କର ପ୍ରିୟ ଦାସଦାସୀ, ଭାଇ ଭଉଣୀ, ବାପା ମା ଏବଂ ସାନ ବଡ଼ ପିଲାମାନଙ୍କୁ ସମସ୍ତଙ୍କୁ ଏହି ବଡ଼ଦିନ ଉତ୍ସବ ବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନ ଉତ୍ସବରେ ଆମ ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଉଛି। ନମସ୍କାର। ଆମମାନଙ୍କର ବାକ୍ୟ ପଢ଼ାଯାଇଛି, ପାଳକ ସୁନ୍ଦର ଭାବରେ ଏବଂ ପ୍ରାଞ୍ଜଳ ଭାବରେ ବାକ୍ୟ ପଢ଼ିଛନ୍ତି। ଆମମାନେ ବାକ୍ୟ ଆଲୋଚନା କରିବାକୁ ଯିବା ପୂର୍ବରୁ ଅଳ୍ପ ସମୟ ପ୍ରାର୍ଥନା କରିବା। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଦଉଛୁ ପ୍ରଭୁ, तुम्हारी पवित्र उपस्थिति ପାଇଁ ଧନ୍ୟବାଦ ଦଉଛୁ। तुम्हारी पवित्र वाक्य ପାଇଁ ଧନ୍ୟବାଦ ଦଉଛୁ। तुम्हारी पवित्र आत्मा ପାଇଁ ଧନ୍ୟବାଦ ଦଉଛୁ। प्रभु यीशु ଏହି ସମୟରେ ତୁମେ ଯାହା ଆମମାନଙ୍କୁ तुम्हारी पवित्र आत्माଙ୍କ ସାହାଯ୍ୟରେ କହିବା ପାଇଁ ଚାହୁଁଛ, ଦୟାକରି ଆମମାନଙ୍କୁ ପ୍ରତ୍ୟେକଙ୍କୁ ତୁମେ ସେହିଭଳି ବାକ୍ୟ ଶ୍ରବଣ କରିବା ପାଇଁ ସାହାଯ୍ୟ କର। ଆମମାନଙ୍କର ପ୍ରସ୍ତୁତ କର, ହୃଦୟକୁ ମନକୁ ପ୍ରସ୍ତୁତ କର, ପବିତ୍ର ଆତ୍ମାଙ୍କ ସହାୟତା ପ୍ରତ୍ୟେକ ଜଣକୁ ଅନୁଗ୍ରହ କରି ପ୍ରଦାନ କର। ପ୍ରଭୁ ଯୀଶୁ, ମୁଁ ଯେ ତୁମର ଦିନ ଦାସ, ତୁମେ ମୋତେ ଅନୁଗ୍ରହ କରି ସାହାଯ୍ୟ କର ବୋଲି ପ୍ରାର୍ଥନା କରୁଛୁ। ସବୁ ଗୌରବ ପ୍ରଶଂସା ତୁମକୁ ଦେଇ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ସମସ୍ତ ପ୍ରାର୍ଥନା ମାଗୁଅଛୁ। ଆମେନ୍। ଆମମାନେ ଆଜିର ଆଲୋଚନା ପାଇଁ ଯାହା ପଢ଼ିଛୁ ତାହା ମାଥ୍ୟୁ ଲିଖିତ ସୁସମାଚାର 2 ପର୍ବ 1 ପଦ ଠାରୁ 12 ପଦ ପର୍ଯ୍ୟନ୍ତ। ଦ୍ୱିତୀୟ ପଦ ଆମେ ପଢ଼ିଛେ ଲୁକ ଲିଖିତ ସୁସମାଚାର 2 ପର୍ବର 26 ପଦ। ଗତ ବର୍ଷ এই 24 ତାରିଖ ରାତ୍ର ଉପାସନା ବା এই ରାତ୍ର ଉପାସନା ସମୟ ଏବଂ ଏ ବର୍ଷର ରାତ୍ର ଉପାସନା ସମୟ ଦେଖିଲେ ଆଉ କିଛି ଡିଫରେନ୍ସ ଲାଗୁଛି। ତା କାରଣ ହେଉଛି ଆଉ ବର୍ଷା ହେଉଛି। ଆଉ ଯାହାକି ଯଦି ସତ କଥା କହିବାକୁ ଗଲେ, ଯଦି ଆଜି ଏଠାରୁ ମୋର ସୁଯୋଗ ମିଳିନଥାନ୍ତା, ମୁଁ ବି ଘରେ ଶୋଇଥାନ୍ତି। ଆପଣମାନେ ଧନ୍ୟ, ଆଉ ଆପଣମାନେ ପ୍ରଭୁଙ୍କୁ ପ୍ରେମ କରି ଆଉ ତାଙ୍କର ପବିତ୍ର ମନ୍ଦିର ମଧ୍ୟରେ ଉପସ୍ଥିତ ଅଛନ୍ତି। ଆଉ ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ସତରେ ଆମେ ଯେତିକି ଅଳ୍ପ ସଂଖ୍ୟକ ହେଲେ ମଧ୍ୟ ଆମମାନଙ୍କ ହୃଦୟରେ ପ୍ରଭୁ କଥା କହିଛନ୍ତି ଆଉ ଆଗ୍ରହ ଅଛି। ସେଥିପାଇଁ ଆମେ ସମସ୍ତେ ସତ କଥା ଧନ୍ୟ ହେଇଥିବା ଉପସ୍ଥିତ ଅଛୁ।
ତା ମାନେ ନୁହେଁ ଯେ ଆମ ମଣ୍ଡଳୀରେ ଯେଉଁମାନେ ଆସିପାରୁନାହାନ୍ତି ସେମାନେ ଧନ୍ୟ ନୁହନ୍ତି, ସେମାନେ ମଧ୍ୟ ଆହୁରି ଧନ୍ୟ। ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଆବଶ୍ୟକ, କାରଣ କୌଣସି ଅସୁବିଧା ବ୍ୟତୀତ ଆଉ ସେମାନେ ହୁଏତ ରହିଯାଇଥିବେ, କିନ୍ତୁ ଆମେ ନିଜକୁ ଧନ୍ୟ ମନେ କରୁ ଆଉ ପ୍ରଭୁକୁ ଧନ୍ୟବାଦ ଦଉ। ଆଉ ପ୍ରଭୁ ସତରେ ତୁମେ ମହାନ, ଆଉ ଆଜି ଆମମାନଙ୍କୁ ଏହି ସୁଯୋଗର ଅଂଶୀ କରିଛ। ଯେତେବେଳେ ଆମେ ପ୍ରଭୁଙ୍କର ଉପସ୍ଥିତି ମଧ୍ୟକୁ ଆସିଥାଉ ଆଉ ପ୍ରଭୁଙ୍କ ଦୃଷ୍ଟିରେ ଆମେ ପ୍ରକୃତରେ ମହାନ। ଆଉ ଏଇ ଯେଉଁ ସମୟ ଆମେ ଆସିଛୁ ପ୍ରଭୁଙ୍କର ବାକ୍ୟ ଶ୍ରବଣ କରିବା ପାଇଁ, ଆମମାନଙ୍କ ମନରେ ଯେଉଁ ଆଗ୍ରହ ରହିଛି ବାକ୍ୟ ଶ୍ରବଣ କରିବା ପାଇଁ, ଆଉ ସେଥିପାଇଁ ନିଶ୍ଚିତ ଭାବରେ ଆମମାନଙ୍କ ଆତ୍ମିକ ଜୀବନରେ ଆଉ ପ୍ରଭୁ ଅଭିବୃଦ୍ଧି କରିବେ। ଆଜି ଯାହା ଶାସ୍ତ୍ର ପଢ଼ିଛେ ତାର ମାତ୍ରୁ 2 ପଦ ଆମମାନଙ୍କ ଚିନ୍ତାର ବିଷୟ ରହିଅଛି। 2 ପଦର ପ୍ରଥମ ଅଂଶଟି, ଯେତେବେଳେ ପଣ୍ଡିତମାନେ ଆସିକି ଯେରୁସାଲେମରେ ପଚାରୁଛନ୍ତି 2 ପଦରେ, ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି ସେ କେଉଁଠାରେ? ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି ସେ କେଉଁଠାରେ? ପଣ୍ଡିତମାନେ ଆସିକି ଯେରୁସାଲେମରେ ଆଉ ପଚାରୁଛନ୍ତି ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି ସେ କେଉଁଠାରେ? ପଣ୍ଡିତମାନେ ପୂର୍ବ ଦେଶରୁ ଆସିଛନ୍ତି। କେତେ ଜଣ ପଣ୍ଡିତ ବୋଲି ଏଠାରେ ଲେଖାଯାଏ, କିନ୍ତୁ ସେମାନେ ଅନେକ ପ୍ରକାର ଘାତ ପ୍ରତିଘାତ ଆଉ ଅନେକ ପ୍ରକାର ସମସ୍ୟା ବିପଦ କଷ୍ଟ ଦେଇକି ନିଶ୍ଚିତ ଭାବରେ ଅନେକ ଦୂରରୁ ଆସିଛନ୍ତି। କେହି କହନ୍ତି ସେମାନେ ବୋଧେ 17-18 ମାଇଲ, କେତେ ଦୂର ଆମକୁ ଜଣା ନାହିଁ, ତା କାଲକୁଲେସନ କରିବା ମଧ୍ୟ ଆବଶ୍ୟକ ନାହିଁ। ନିଶ୍ଚିତ ଭାବରେ ପୂର୍ବ ଦେଶରୁ ଯାଇଛନ୍ତି ମାନେ ଅନେକ ଗୁଡ଼ିଏ ବାଟ ସେମାନେ ଅତିକ୍ରମ କରିଛନ୍ତି। ସେତେବେଳେ ନିଶ୍ଚିତ ପ୍ଲେନ୍ର ସୁବିଧା ନଥିଲା, ଆଉ ଯାହାକି ରୋଡ଼ରେ କି ବସ୍ କି ଟ୍ରେନ୍ର ମଧ୍ୟ ସୁବିଧା ନଥିଲା। ପଶୁମାନଙ୍କ ସାହାଯ୍ୟରେ ସେମାନେ ନିହାତି ଯିବା ଆସିବା କରିଥିବେ ବୋଲି ଆମେ ଅନୁମାନ କରୁଅଛୁ। ଯାହା ବି ସେମାନଙ୍କର ଯେଉଁ ପ୍ରଭୁ ଯୀଶୁଙ୍କ ବିଷୟରେ ସେମାନେ ଗଣନା କରି ଜାଣିଛନ୍ତି, ବା ଯିହୁଦୀମାନଙ୍କର ଯଦିଓ ସେମାନେ ସମ୍ପୂର୍ଣ୍ଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ତ୍ରାଣକର୍ତ୍ତା ଏ କଥା ହୁଏତ ନ ଜାଣିଥାଇପାରନ୍ତି, କିନ୍ତୁ ଯିହୁଦୀମାନଙ୍କର ଜଣେ ରାଜା ଜନ୍ମଗ୍ରହଣ କରିବେ ବୋଲି ଆଉ କରିଅଛନ୍ତି ବୋଲି ସେମାନେ ଗଣନା କରି ଜାଣିଛନ୍ତି। ଆଉ ସେଇ ଯିହୁଦୀମାନଙ୍କର ରାଜାକୁ ଦେଖିବା ପାଇଁ ସେ ଆସୁଛନ୍ତି। ଆମେ ସମସ୍ତେ ଜାଣିଛୁ, ଆଉ ରାଜା କେହି ଜନ୍ମରୁ ଜନ୍ମ ହୁଅନ୍ତି ନାହିଁ। ରାଜାଙ୍କର ପିଲାମାନେ ଯେଉଁମାନେ ଜନ୍ମ ହୁଅନ୍ତି ସେମାନେ ରାଜକୁମାର ହେଇକି ଥାନ୍ତି। ଯେତେବେଳେ ରାଜ ଅଭିଷେକ ହୁଏ ଆଉ ସେତେବେଳେ ସେ ରାଜା ହୁଏ। କିନ୍ତୁ ଏଠାରେ ଆମେ ଦେଖୁଛୁ ପଣ୍ଡିତମାନେ ଆସି କହୁଛନ୍ତି ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ଛୋଟବେଳୁ ରାଜା ଜନ୍ମ ହୁଏ, କିନ୍ତୁ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏକି ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ସର୍ବ ଜଗତର ରାଜା ଶ୍ରୀ, ତାଙ୍କୁ ଦେଖିବା ପାଇଁ ଆଶ୍ଚର୍ଯ୍ୟ କଥା। ଆମେ ତାକୁ ସାଧାରଣ ଭାବରେ କହୁଛୁ, କିନ୍ତୁ ସେମାନେ ଯେଉଁ ଦୃଷ୍ଟିନଟା ଦେଉଛନ୍ତି ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଛନ୍ତି, ଆଶ୍ଚର୍ଯ୍ୟ କଥା। ରାଜା ହେଇ କେହି ଛୋଟବେଳୁ ଜନ୍ମ ହୁଅନ୍ତି ନାହିଁ, କିନ୍ତୁ ସେମାନେ ହୁଏତ କୌଣସି ରାଜାର 5 ପୁଅ କି 10 ପୁଅ କି 20 ପୁଅ କି କ'ଣ ପୁଅ ଥିବେ, ସେମାନେ କହୁଛନ୍ତି କିଏ ରାଜା ହବ ଠିକ୍ ଠିକଣା ନଥାଏ। ଛୋଟବେଳୁ କେହି ରାଜା ହୁଅନ୍ତି ନାହିଁ, କିନ୍ତୁ ଏଠାରେ ସେମାନେ ପାର୍ଟିକୁଲାର କହୁଛନ୍ତି, ପୁରା ନିର୍ଦ୍ଧାର୍ଯ୍ୟ ଭାବରେ କହୁଛନ୍ତି ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଛନ୍ତି। ତେଣୁକରି ସେମାନଙ୍କର ମନରେ ଗୋଟାଏ ବଡ଼ ଆଗ୍ରହ ସୃଷ୍ଟି ହେଇଛି, ଆଉ ସେଇ ରାଜାଙ୍କୁ ଦେଖିବା ପାଇଁ ତାଙ୍କ ମନରେ ଆଗ୍ରହ ସୃଷ୍ଟି ହେଇଛି। ଆଉ ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ସେମାନଙ୍କ ମନରେ ଆଉ କ୍ଷୁଧା ତୃଷା ରହିଅଛି। ସେଥିପାଇଁ ସେମାନେ ପୂର୍ବ ଦେଶରୁ ଆଉ ଇସ୍ରାଏଲକୁ ଆସିଛନ୍ତି।
ଆଉ ସେମାନେ ଯେତେବେଳେ ଆସିକି ଜେରୁସାଲେମରେ ପହଞ୍ଚୁଛନ୍ତି, ସେମାନେ ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଛନ୍ତି ସେ କେଉଁଠାରେ ବୋଲି ଆଉ ଖୋଜୁଛନ୍ତି। ସେମାନେ ନିଶ୍ଚିତ ଭାବରେ ତାରା ଦେଖିକି ଆସିଛନ୍ତି ବୋଲି ଲେଖାଯାଇଛି। ସେମାନେ କହୁଛନ୍ତି ଆମେ ପୂର୍ବ ଦେଶରୁ ତାଙ୍କ ତାରା ଦେଖିକି ଆସିଛୁ। ତାରା ତ ଦିନରେ ଦେଖାଯାଏ ନାହିଁ, ତାରା ରାତିରେ ଦେଖାଯାଇଥିବ। ତେଣୁକରି ସିଏ ଯେତେବେଳେ ବାଟରେ ଆସୁଥିବେ ଦିନ ବେଳା ଆସିପାରୁନଥିବେ, କାରଣ ତାରା ତ ଦିନ ବେଳା ଦେଖାଯିବ ନାହିଁ, ରାତିରେ ଦେଖାଯିବ। ତେଣୁକରି ଦିନ ବେଳା ସେ ରେଷ୍ଟ କରୁଥିବେ। ଯେତେବେଳେ ସମସ୍ତେ ଶୋଇଥିବେ ଆଉ ସମସ୍ତେ ରେଷ୍ଟ କରୁଥିବେ ସେତେବେଳେ ସେ ଚାଲୁଥିବେ। ନିଶ୍ଚିତ ଭାବରେ ଆମେ ଜାଣିଛୁ ଯଦି ରାତି ଅନିଦ୍ରା ହଉ ଆମମାନଙ୍କୁ କେତେ ଦୁର୍ବଳ ଲାଗେ, ଆମମାନଙ୍କୁ କେତେ କଷ୍ଟ ଲାଗେ। ଆଜି ପରା ଏଇ 24 ତାରିଖ ରାତିରେ ଉଜାଗର ହେବା ପାଇଁ କିଏ ଦିପହର ଶୋଇଥିବେ, ରାତି ପରା ଉଜାଇବେ ଆଉ ଟିକେ ଶୋଇବି, ନ ଶୋଇଲେ ରାତିରେ କ'ଣ ଶୋଇପାରିବି। ଆଉ କିଏ କିଏ ତାମାନେ 2 ଘଣ୍ଟା ଭିତରେ ଆଉ 20 ମିନିଟ୍ ଘୁମେଇକି ଥାଉ, ବେଳେବେଳେ ଟିକେ ରେଷ୍ଟ ମାରିଥାଉ। ଏଇଟା କିଛି ବଡ଼ କଥା, ଏଇଟା ଆମର ଶରୀରର ପ୍ରଭାବ। ତେଣୁକରି ଦିନ ଯାକ କାମ କରିକି ଆମକୁ ଟିକେ ଦୁର୍ବଳ ଲାଗେ, ଆଉ ଯେତେବେଳେ ଆଉ ଆଳସ୍ୟ ଲାଗେ ଟିକେ ଘୁମେଇ ପଡ଼ିଥାଉ। କିନ୍ତୁ ଦେଖୁ ସେମାନେ ଅନେକ ଦିନ କାଳ ରାତି ବେଳା ହିଁ ସେମାନେ ଗମନ କରୁଥିବେ। ରାତି ବେଳା ଗମନ କରୁଥିବେ ନା ନାହିଁ? ଯେହେତୁ ତାରା ଦେଖି ସେମାନେ ଆସୁଛନ୍ତି, ଦିନ ବେଳା ଆସିବାର ଚାନ୍ସ ନଥିବ, ତାରା ତାଙ୍କୁ ପଢ଼େଇ ଦେଉଥିବା ସେମାନେ ରାତି ବେଳା ହିଁ ଆସିଥିବେ। କହିବା କଥା ହେଉଛି ତାଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ଆଗ୍ରହ, ଆଉ ସେମାନଙ୍କର ଯେଉଁ ସ୍ପୃହା ଅଛି ଆଉ ଆଗ୍ରହ ଅଛି, ହୃଦୟ ଅଛି, ଉତ୍ସାହ ଅଛି। ସେ ଯିହୁଦୀମାନଙ୍କ ରାଜା ମାନେ ଜନ୍ମରୁ ଜଣେ ରାଜା ଜନ୍ମଗ୍ରହଣ କରୁଛନ୍ତି। ବଡ଼ ଆଶ୍ଚର୍ଯ୍ୟ ବିଷୟ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ଆଉ ସେମାନଙ୍କର ଆଗ୍ରହ କେତେ ଜୋର ଥିଲା। ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ଆଉ ଆମମାନଙ୍କର ଆଗ୍ରହ ବା କ୍ଷୁଧା ତୃଷା ଆଜି ରହିଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ଆମମାନଙ୍କର ମନରେ ଆଉ ହୃଦୟରେ ସେଭଳି କ୍ଷୁଧା ତୃଷା ଆଗ୍ରହ ରହିଛି। ପଣ୍ଡିତମାନଙ୍କର ସେଇ ଆଗ୍ରହ ଥିଲା। ତେଣୁ ରାତି ବେଳା ସେ ଅନେକ ରାତି ପରିଶ୍ରମ କରିକି ଆସିଛନ୍ତି। ଆଉ ଅନେକ କଥା ସେମାନଙ୍କର ଥିବ, ଆଉ ଯଦି ଚିନ୍ତା କରୁ ଆମେ ତା ଭିତରୁ ବାହାର କରିପାରିବା। ନିଶ୍ଚିତ ଅନେକ ଅର୍ଥ ବ୍ୟୟ କରିଥିବେ, ବିଭିନ୍ନ ପ୍ରକାର ଆଉ ତ୍ୟାଗ ମଧ୍ୟ କରିଥିବେ। ଆଉ ନିଶ୍ଚିତ ଭାବେ ତାଙ୍କ ମନରେ ଗୋଟାଏ କଥା ଅଛି, ଆମେ ସେଇ ଆଉ ରାଜାଙ୍କୁ ଦେଖିବୁ। ତାଙ୍କ ପାଇଁ ମଧ୍ୟ ଭେଟି ଧରିକି ଆସିଛନ୍ତି, ଖାଲି ଆଗରେ ଆସିନାହାନ୍ତି। ସେଇ କଥା ଆମେ ଦେଖୁଛୁ ଲୁକ 2:26 ପଦରେ ମଧ୍ୟ ସିମିୟନ କହୁଛନ୍ତି ସେଇ କଥା। ସିମିୟନ ମଧ୍ୟ ସେଇ ଦର୍ଶନ କଥା ବା ଯୀଶୁଙ୍କ ଦେଖିବା କଥା ବା ସେଇ ଅଭିଷିକ୍ତଙ୍କୁ ଦେଖିବା କଥା ମଧ୍ୟ ଆମେ ପଢ଼ିବୁ। ଲୁକ 2:26 ପଦ, ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ନ ପାଇଲେ ତାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କୁ ଏହି ପ୍ରତ୍ୟାଦର୍ଶ ଦିଆଯାଇଥିଲା। ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାଙ୍କର ମୃତ୍ୟୁ ହେବ ନାହିଁ। ସିମିୟନ ଜଣେ ବୟସ୍କ ଲୋକ ଥିଲେ, ଆଉ ସେ ଅପେକ୍ଷା କରିଥିଲେ ପବିତ୍ର ଆତ୍ମାଙ୍କ ଦ୍ୱାରା ତାକୁ କୁହାଯାଇଥିଲା, ଆଉ ତାକୁ ନ ଦେଖିଲା ଯାଏ ତମେ ମରିବ ନାହିଁ। ତାକୁ ନ ଦେଖିଲେ ତମେ ମରିବ ନାହିଁ ବୋଲି ସିମିୟନକୁ ମଧ୍ୟ କୁହାଯାଇଥିଲା। ସେ ସେଇ ଅପେକ୍ଷାରେ ଥିଲେ କେବେ ସେଇ ପ୍ରଭୁଙ୍କର ଅଭିଷେକ ଆସିବେ। ତାଙ୍କର ମଧ୍ୟ ମନରେ ସେଇ ତୃଷା ଆନ୍ଦୋଳନ ଆଉ କ୍ଷୁଧା ହିଁ ରହିଥିଲା। ସେଇ ପ୍ରଭୁଙ୍କର ଅଭିଷେକକୁ ଦେଖିବା ପାଇଁ ତାଙ୍କର ମନରେ ମଧ୍ୟ ସେଦିନ ଆଉ ଆଗ୍ରହ ଥିଲା। ଆଉ ସେ ଯେତେବେଳେ ଦେଖିଛନ୍ତି କେତେ ଆନନ୍ଦିତ ହୋଇଥିବେ। ଏତେ ଦିନ ପରେ ଆଉ ମୁଁ ସେଇ ବିଷୟ ଦେଖିପାରିଲି, ଆଉ ସେଇ ଅଭିଷେକକୁ ଆଜି ଦେଖିପାରିଲି। ତାପରେ ମୋର ମୃତ୍ୟୁବରଣ ହେବ। ଆଉ ଯେତେବେଳେ ବସିଥିଲେ କଥା ମୋର ମନେ ପଡ଼ୁଥିଲା, ଆମର ମଣ୍ଡଳୀର ସର୍ବବୟସ୍କ କଥା ମନେ ପଡ଼ୁଥିଲା, ଯିଏକି ଆମ ମଣ୍ଡଳୀର ସବୁଠାରୁ ବୟୋଜ୍ୟେଷ୍ଠ, ସେ ମଧ୍ୟ ଆଜି ରାତି ଉଜାଗର ହୋଇ ଆସି ପ୍ରଭୁଙ୍କ ପାଦରେ ବସିଛନ୍ତି ନମ୍ର ଭାବରେ। ସତରେ ଆମମାନଙ୍କର ତାଙ୍କୁ ଶିଖିବାର ଆବଶ୍ୟକତା ରହିଛି। ଯେଉଁ ବୟସରେ କି ସେ ଘରେ ରେଷ୍ଟ କରିବା କଥା, 90 ବର୍ଷ ଉପର ଲୋକ ଆଜି 12ଟା ରାତିରେ ଆସିକି ପ୍ରଭୁଙ୍କ ପବିତ୍ର ଚରଣରେ ବସିଛନ୍ତି। ସତ ଏକ
खुशीर खबर नुहे कि किंतु मो कथा कहूली मुझे मोर पाई कथा तुम शोना बड़ दुखर कथा प्रभु यीशु ख्रीष्ट को देखा आग्रह आई खुदा आ सिमेन जड़े वयस्क लोक वयोज्येष्ठ आला से अभिषिक्त दर्शन पाइब समस्त तो मरबे समस्त मरबे किंतु बड़ कथा से प्रभु यीशु ख्रीष्ट दर्शन तुम्हें पाइब निश्चित भाव में देख तेणुक आम जीवन आम हृदय से प्रभु यीशु ख्रीष्ट को देखापी केते दूर आम हृदय व्याकुल एवं व्यस्त अच्छी केते आग्रह अच्छी ना चिराचरित ढंग आम न गले पार करावे पिला पचारे कि घरे पचारे तू कौन जाई बोलिला इत्यादि इत्यादि कथा मु भावी सेमित जमा हो आमने आ स्व हृदय प्रभु यीशु ख्रीष्ट चरण तरफ आसी मुझे दुईटा कथा प्रभु यीशु ख्रीष्ट जन्म विषय आ प्रभु यीशु ख्रीष्ट को देखापी आग्रह बा उत्साह आ प्रभु यीशु ख्रीष्ट पुनरुत्थान देखापी आ जनकर आग्रह विषय जानवाई चाहे जोहन लिखित सुसमाचार पढ़ी आ 20 पद 11 पद जोहन लिखित सुसमाचार 20 पद 11 पद मगदलीन मरियम पुनरुत्थित प्रभु यीशु ख्रीष्ट को देखापी आसी देखुंती कबर में प्रभु यीशु ख्रीष्ट ना से देखुंती से कबर में प्रभु यीशु ख्रीष्ट ना कहवा कथा ये वाक्य जो सकाଳେ पढ़ुली मत बड़ा आश्चर्य लगुला जोहन 20 पद 1 पद 10 पद भितर आदि घरे पढ़े देखिए मगदलीन मरियम प्रथम यीशु को देखापी से कबर देखापी से आसी देखी कबर खाली अच्छी खुशी दौड़ी जाए शिष्य मान संवाद हो यीशु उठी यीशु से कबर भितर जाती यीशु मृत्युंजय होती खुशी आसी पितर जोहन को कहते से दौड़ी आसुँच 3 जन जाक आसिक देखुंती कबर कि ना कबर खाली शिष्य मैंने पड़े शिष्य मैंने पड़े जो शिष्य मैंने यीशु सहित थे यीशु से यीशुर पुनरुत्थान कथा कहते से शिष्य मैंने एत आश्चर्य कार्य देखते से शिष्य मैंने यीशु जो मृत्यु मान उठाते से सब देखते 4 दिन मरा लाजार से शिष्य मैंने देखते अनेक अनेक आश्चर्य पर्व शिष्य मैंने देखते किंतु जो कबर खाली यीशु ना पड़े किंतु यही अवसर में मगदलीन मरियम से जाऊना सही अवसर में मगदलीन मरियम किंतु से जाऊना यीशु को देखापी आग्रह क्षुदा तृषा आखिर लोक से प्रभु यीशु ख्रीष्ट को देखापी आसे चाहते जहाँ भी हो आज प्रभु यीशु ख्रीष्ट को देखिए जी प्रभु यीशु ख्रीष्ट निश्चित भाव में पुनरुत्थित किंतु से शिष्य मान प्रभु यीशु पूर्व पुनरुत्थित कहते मार्ग लिखा जाए लिखा जाए यही पुनर्वार से लिखा जाए जोहन 20 पद 9 पद कारण मृत मान मध्य उत्थान करने
पुनरुत्थान विषय से पर्यंत बुझी नथिले को माने शिष्य माने किंतु धन्य से मग्दलिनी मरियम जीशुकर शिष्य नथिला किंतु तार हृदय प्रभु जीशु ख्रीष्ट को देखिबा पाए ता मन रे खुशा थिला आ खुदा थिला जहाँ भी हो मु आज प्रभु जीशु ख्रीष्ट को देखि किछि आउ ता तळକୁ आमाने जेतेबेले पढिबा आउ आमाने जानि परिबा आउ से प्रभु जीशु ख्रीष्ट को मध्य आउ देखा पाइछि जो समय रे प्रभु जीशु सुगान करबा कथा आउ तांकर से पवित्र रक्त धरि पिता को जिबा कथा एकदम फुल अभिषेक रे रहिछथि ताकू के स्पर्श करबा कथा नुई से समय मध्य तार लोक को आ तार क्युदा आ कृषा प्रभु जीवा को मध्य लोक देछि प्रभु जीशु को जीवा को देई आ प्रभु जीशु का दर्शन देछि किंतु जो शिष्य माने ताको सहित रे थिले आ सब देखुथिले ताको कथा सब सुनुथिले सब कहथिले जा कि आज आमान को पड़े मो बड़े चिराचरित ढंगर ख्रिस्टियान कहल प्रीति आमान को बड़े मो बड़े चिराचरित ढंगर प्रति रविवार आसुथिबा प्रभु जीशु ख्रीष्टଙ୍କର ବାକ୍ୟ ଶୁଣିବା ପାଇଁ ଆସୁଥିବା ଆଉ ପବିତ୍ର ମନ୍ଦିରରେ ଆସି ବାକ୍ୟ ଶୁଣୁଥିବା ଖ୍ରୀଷ୍ଟିଆନ ମାନଙ୍କ ଭଳି କିନ୍ତୁ ଧନ୍ୟ ସେହି ମନ୍ଦିରରେ ମରିୟମ ଆଉ ଦେଖିବି ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖି ଆପଣମାନେ ତ ଭାବୁଥିବେ ଆଜି ଯୀଶୁଙ୍କର ଜନ୍ମ ଆଉ ବିଷୟରେ ପ୍ରଚାର କରିବା କଥା ଏବଂ ପୁନରୁତ୍ଥାନ କଥା କହିଲା ଆଉ ଯୀଶୁ ଜନ୍ମ ହେଇକି ନାହାନ୍ତି ଏବେ ଆମେ ଯୋଉ ଭାବୁଛୁ ଯୀଶୁ ଜନ୍ମ ହେଇଛନ୍ତି ଆଜି ସେ ଜନ୍ମଦିନ ପାଳନ କରିବା ଆମ ପିଲାମାନଙ୍କ ଭଳି କେକ୍ କାଟି ଆଉ ଉତ୍ସବ କରୁ ସେ କଥାକୁ ପଛକୁ ଭୁଲି ଯାଆନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ପାଇଁ ବସିଲେ ସେ କଥା ଆମେ ଭୁଲି ନ ଯାଉ ଯୀଶୁଙ୍କର ଜନ୍ମ ଉତ୍ସବ ପାଳନ କରିବା ଖରାପ କଥା ନୁହେଁ ସେ ବିଷୟରେ ଆପଣମାନଙ୍କୁ କହୁନାହିଁ କିନ୍ତୁ ଆମେ ନିହାତି ମନେ ରଖିବା ଦରକାର जो प्रभु यीशु ख्रीष्ट दिने जन्म ग्रहण करथिले से दिने मरिथिले आ पुनरुत्थान हेथिले आ से स्वर्गारोहण करथिले से पुनर्बार आसीबा पई जाउछथि एथि पई आमे भूली न जाउ यीशु ख्रीष्ट आसीबा पई जाउछथि आमाने तांकु दर्शन करबा आवश्यकता होइछि आ जन्म होइतला प्रभु यीशु ख्रीष्ट को आ दर्शन करबा अभ्यास आमे जो प्रभु यीशु ख्रीष्ट आसीबा पाई कहिथिले आ से पुनर्बार आसुଛନ୍ତି आमानकु उद्धार करबा पाई आ तांकु नबा पाई से समय तो निश्चित भाव रे हेछि सेति पई आमाने जागृत हो प्रस्तुत हो आ सेति पई प्रस्तुत हो आ निश्चित भाव रे आमाने बड़दिन पर्व बा यीशु ख्रीष्टଙ୍କର आ जन्म उत्सव पालन करूछु आ धूमधाम रे करूछु किंतु आउ गोटे बड़ कथा धूमधाम रे आमे पालन करबा आवश्यकता रहिछि धूमधाम रे पालन करबा आवश्यकता रहिछि यीशु ख्रीष्टଙ୍କର आउ आगमन ପାଇଁ प्रस्तुति जेतेबेला हमर एई पर्व आसुची 25 तारिख बोली 10 तारिख को 12 तारिख को हमर समय केक बना प्रस्तुति ड्रेस का बनौछु मासे आगु 15 दिन आगु के खराब बुझंतु नै माने ओ सारा हमर घर घर कहानी कथा कहूछ आ साड़ी का माने किला आगुआ ब्लाउज सुनाई कर देले तेल मिलिबो ना प्रैक्टिकल कथा ना नै सेबे आमे आगु प्रस्तुत करूछु जागतिक भाबे प्रस्तुत करूछु आ बहुत बढिया से टीका माने प्रस्तुत होबा दरकार जे प्रभु यीशु ख्रीष्ट आसीबा पाई जाउछ सेति पई प्रस्तुत होबा आवश्यकता रहिछि समस्त कहबा कि एक स्वर रे जोर कहबा प्रेज द लॉर्ड धन्यवाद 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 हालेलुया आ प्रभु यीशु ख्रीष्ट आसीबा पाई जाउछ सेति पई आमे प्रस्तुत होबा आवश्यकता रहिछि मुसे प्रस्तुति विषय 2-3 पद
पढ़ी आ बंद माथ्यू 24 पद 42 पद पढ़ा आ जदि भल आमे एका बेले के मिसेई पढ़ा माथ्यू 24 आ 42 पद आ 44 पद এই জন্য পড়া ধন্যবাদ। এটা লেখা যায় অতএব জাগ্রত থাও, জাগ্রত থাও। কাহিনী কারণ বলে লেখা হবে। কারণ কোন? আরে জাগ্রত থাও, জাগ্রত থাও মতে পচারিব এটা কাহিনী কারণ কোন জাগ্রত রহিবার তুমମାନଙ୍କ প্রভু কেଉଁ ଦିନ ଆସିବେ ତାହା କିଏ ଜାଣେ ନାହିଁ? किए जाने नहीं एथि लेखा है तुझे जाने मु कोन कहली आमे प्रभु यीशु ख्रीस्ट कोन आसीबे आमे जाने तेणु कर कोन हो आवश्यक रही छै जाग्रत भाव जाग्रत भाव आ तुमकर प्रभु केउ दिन आसीबे ता आमानकर प्रभु केउ दिन आसीबे ता माने जानि सेति पे जागृत रहबा आवश्यकता अछि। हम निश्चित भाबरे आ यीशु ख्रीष्टकर जन्म उत्सव पालन करूछु भलो किंतु सेही पवित्र बाइबल लिखा अछि आ सेही समय गुडाक जेतबेला आमे आ देखु जे जगतर विषय गुडाक सब आमे भलो भाबरे जानि पारुछु आ प्रभु यीशु ख्रीष्ट आसीबा पाइ जाउछु सेति पे आमे जागृत रहबा आवश्यकता अछि। मनुष्य केतेबेले जागृत रहे आ जदि अजागृत हबु ताले कथा सहिला आ जागृत पाई आ प्रस्तुत रहबा पाई आ माने प्रभु यीशु ख्रीष्ट प्रकारे प्रार्थना करबा आवश्यक ताको साहाय्य होइका मागला आवश्यकता रहिछि। हे प्रभु यीशु मते जागृत हबा पाई प्रस्तुत हबा पाई तुमे साहाय्य कर तमर से आगमन पाई तमर से राज्य पाई जेपर जागृत थिबि आ प्रस्तुत थिबि सेति में मते साहाय्य कर नाही खाली वो सकासे तुझ सकासे सब सके वो परिवार वो मंडल पे मते प्रार्थना करबा आवश्यकता रही छै। प्रिय प्रभुकर लोकमाने आमाने स्वार्थ भावे केवल निज पाई प्रार्थना करबा संगे संगे परिवार पाई एवं मंडल पाई मते आमाने प्रत्येक प्रार्थना करबा आवश्यक अछि। काहे कि जेतेबेला आमे संपूर्ण मंडल प्रभु यीशु ख्रीष्टक सहित आउ उद्गमन करबा खुशी लागु एटा प्रभु यीशु ख्रीष्ट जन्म ग्रहण करथिले से मृत्युवरण करथिले आ से पुनरुत्थित होइथिले किंतु वर्तमान आसीबा पाई जाउछ आ से बिना पंडित माने से जीवनी नामक राजा जन्म ग्रहण करथि बोली आ से माने गणना पूर्व करथिले आ से पूर्व से माने प्रस्तुत होइथिले यीशु जन्म ला पर से माने प्रस्तुत होई जाते निश्चित भाव में गणना तांकर पूर्व अछि आ से माने पूर्व प्रस्तुत होई सेति में माने जागृत रही प्रस्तुत रही आवश्यक 44 पदरे काई कहले दुइटा को एकाठी पढले एको मिला एक संग वाले एक पद वाले लागुस से पई आ आपण मान को एक कष्ट ला इच्छा करी आ एकाठी पढिबा से 42 और 44 पद एणु तुमे माने मध्य प्रस्तुत होइता कारण जेउ तमरे तुमाने मने करू न दिबो सेई दलरे मनुष्य पुत्र आसीबे। आज वर्षा होची मेघ होची झड़ी लगे आज प्रभु आसीबे से उठाई नै एणु करी आज चाल सोया प्रभु निजे उठाई दिबे आ प्रभु कोन आसीबे आज आसीबे नै ये जाने केउ दंडरे
केउ समय आउ प्रभु यीशु ख्रीष्ट आगमन हो आम सतरे जानी से जागृत रहा आवश्यकता रही प्रस्तुत रहा आवश्यकता रही कौन से प्रभु यीशु ख्रीष्ट सहित आ मिलित देखा आम आज शिशु जीशु को देखा आवश्यकता ना कि पुनरुत्थित यीशु ख्रीष्ट को देखा आवश्यकता ना आम आसुअछि देखा आवश्यकता रही शेष पदवी पढ़ा प्रथम थेसलोनिके 4 पद 16 पद आवश्यक समस्त वाक्य द्वारा तुम्हें परस्पर को सांत्वना दियो आमने यही कथा परस्पर को कही सांत्वना देवा आवश्यकता होछि जेते जन कहछथि जदि आमने कहला प्रभु यीशु ख्रीष्ट आसीबे बोली कहउछथि केते लोक तो गवाई सेति सुनिका से माने मरणी ये जानि जे आमे एबार जो प्रभु यीशु ख्रीष्ट आसीबे धन्यवाद जदि आम प्रभु यीशु ख्रीष्ट कथा कहबो तार प्रथम आम उठिबो आमने प्रथम उठिबो आ जदि जीवित थिबो तापर आम नंबर आसी से विषय पाई आमने जागृत रहबा प्रस्तुत रहबा आवश्यकता रहछि काहे ना प्रभु यीशु ख्रीष्ट शीघ्र आसुअछन्ति सेदिबे आमने जागृत रहबा आवश्यकता से प्रस्तुत रहा आवश्यकता रही जन्म उत्सव पालन करूँ किसी खराब कथा नुहे से मौका भल भल ड्रेस पिंधुचु भल भल पिठा केक खाऊ आउ वाद्य भी शुणुचु सबुठ बड़ कथा यही अवसर में आम वाद्य भी शुणुचु आउ से मौका अनेक आशीर्वाद पाऊँ किंतु से प्रस्तुत रहा आवश्यकता रही जागृत रहा आवश्यकता रही प्रभु यीशु ख्रीष्ट आसुअछन्ति आमे मरिले जिबा आ बंचिले भी जिबा से एक विश्वास रखी से आम जागृत रहू आ प्रस्तुत रहू प्रभु ए अल्प चिंताधारा अल्प वाक्य प्रत्येक आशीर्वाद करूँ।